ବର୍ଷ ସରକାର ଆପଣମାନଙ୍କ ପାଇଁ କଣ କରିଛନ୍ତି? ଘୋଷଣା କରୁଛି ଆପଣମାନେ ଯେଉଁ ଆଶୀର୍ବାଦ ଦେଇଛନ୍ତି, ଆପଣମାନଙ୍କ ସାଥିରେ ସେବା କରିବା ପାଇଁ ଯେଉଁ ଆଶୀର୍ବାଦ ଦେଇଛନ୍ତି, ଆଗାମୀ ଦିନରେ ଚୋରରେ ଗୋଳା ଫୁଲ ପାଇଁ ହଉ କିମ୍ବା ବସଷ୍ଟାଣ୍ଡ ପାଇଁ ହଉ ବିଧାନସଭା ଭିତରେ ଲଢ଼େଇ ହେବ ଏବଂ ଆପଣମାନେ ସହଯୋଗ କରିବେ। ଆରେ ପୁଣି ଯେଉଁ ଦାବି ଅଛି, ଚୋରର ଯେଉଁ ନ୍ୟାଯ୍ୟ ଦାବି ଅଛି, ଦୀର୍ଘ ଦିନର ଦାବି ଅଛି, ତାକୁ ପାଇବା ପାଇଁ ଆମେ ଭାରିବୁ ନାହିଁ। ଆପଣମାନଙ୍କର ସହଯୋଗ ଆବଶ୍ୟକତା ଅଛି। ନିର୍ବାଚନ ମଣ୍ଡଳୀ ତରଫରୁ ଯେଉଁ କାର୍ଯ୍ୟକ୍ରମ ଅନୁଷ୍ଠିତ ହେଇଛି, ଏ ସଭାକୁ ସଭାପତିତ୍ୱ କରୁଛନ୍ତି ବିଜୁ ଜନତା ଦଳର ବରିଷ୍ଠ ନେତା ପ୍ରଦୀପ ଜେନା ମହାଶୟ। ମଞ୍ଚରେ ଉପସ୍ଥିତ ସମସ୍ତ ନେତୃମଣ୍ଡଳୀ, ମଞ୍ଚ ସମ୍ମୁଖରେ ଉପସ୍ଥିତ ସମସ୍ତ ବିଜୁ ଜନତା ଦଳର ଲଢୁଆ ସାଥୀ ମାନେ, ସଂଗ୍ରାମୀ ମା ମାନେ, ସଂଗ୍ରାମୀ ଯୁବକ ମାନେ, ସମସ୍ତଙ୍କୁ ଏ ପବିତ୍ର ପ୍ରତିଷ୍ଠା ଦିବସ ଉପଲକ୍ଷେ ହାର୍ଦ୍ଦିକ ଅଭିନନ୍ଦନ শুভেচ্ছা জ্ঞাপন କରୁଛୁ। এবং এটি উপস্থিত অଛନ୍ତି সাংবাদিক বন্ধুগণ, এবং ମୁଁ ଧନ୍ୟବାଦ ଦେବି ଆମ ସାଙ୍ଗରେ ସାମିଲ ହୋଇଛନ୍ତି ଯେ ଖରାରେ ବସିଛନ୍ତି ଆମ ନଗରପାଳର ପୌରପାଳିକାର ବରିଷ୍ଠ ନେତୃତ୍ୱ ईशान गुप्ता महाशय। बहुत समय धरी से बसुँच ତାକୁ ଧନ୍ୟବାଦ ଦେବି। ଏବଂ ଗଙ୍ଗାଧର ମହାନା, ଲକ୍ଷ୍ମୀରାମ ଜେନା, ସଚିତ୍ର ଦ୍ୱିବେଦୀ ଏବଂ ଗୌର ଭାଇ ଯିଏକି ଆମର ତିର୍ତ୍ତୋଳୀର ଅବସରପ୍ରାପ୍ତ ପୁଲିସ ଅଧିକାରୀ, ସମସ୍ତଙ୍କୁ ଧନ୍ୟବାଦ ଦେବି। ସେ ବହୁତ ସମୟ ଧରି ଆସିଛନ୍ତି, ତାଙ୍କୁ ବହୁତ ବହୁତ ଧନ୍ୟବାଦ। ଏବଂ ମୁଁ ସମସ୍ତଙ୍କୁ ଧନ୍ୟବାଦ ଦେବି। ଆଜି ଆମେ ଯେଉଁ ସାମିଲ ହେଇଛୁ, ଆଜି 29ତମ ପ୍ରତିଷ୍ଠା ଦିବସ ଆଜି ଆମେ ପାଳନ କରୁଛୁ। ଆଜି ପ୍ରତିବାଦ କରି ଦେଖେଇଛି, ଆଜି ଏ ପ୍ରମାଣ କରି ଦେଖେଇଛି ଷୋଳ ନିର୍ବାଚନ ମଣ୍ଡଳୀ ଯେ ନବୀନ ବାବୁଙ୍କ ସାଙ୍ଗରେ ଏ ଷୋଳ ନିର୍ବାଚନ ମଣ୍ଡଳୀ 2024 ଥିଲା, ଆଜି ବି ଅଛନ୍ତି। ଆଜି ସମସ୍ତେ କହୁଛନ୍ତି ଯେ ବିଜୁ ଜନତା ଦଳ ଭାଙ୍ଗୁଛି। ଆଜି ଷୋଳ ନିର୍ବାଚନ ମଣ୍ଡଳୀ ପ୍ରମାଣ କରି ଦେଖେଇଛି ଯେ ବିଜୁ ଜନତା ଦଳ 1 ନମ୍ବର ଦଳ ଥିଲା, ଆଜି ବି ଅଛି ଦଳରେ। ମୁଁ ଧନ୍ୟବାଦ ଦେବି ମା ମାନଙ୍କୁ, କୃତଜ୍ଞତା ଜ୍ଞାପନ କରୁଛି। ଆଜି ଏକମାତ୍ର ମା ମାନେ ଖରାକୁ ଖାତିର ନ କରି ଆଜି ଯେଉଁ ଧାନର ବିଲର କାମ ଚାଲିଛି, ଧାନ କଟା ଚାଲିଛି, ଧାନ ଉଷା ଚାଲିଛି, ତଥାପି ଖାତିର ନ କରି ଆଜି ଆପଣମାନେ ଏତେ ସଂଖ୍ୟାରେ ସାହାଯ୍ୟ ନେଇଛନ୍ତି। ତେଣୁ ଆପଣମାନେ ସମସ୍ତଙ୍କୁ ପୁଣି ମୁଁ କୋଟି କୋଟି କୃତଜ୍ଞତା ଜ୍ଞାପନ କରୁଛି, ଆପଣମାନଙ୍କୁ ଧନ୍ୟବାଦ ଦଉଛି। ଆଜି ଯେଉଁ ଆମର ଦଳର ନେତୃତ୍ୱ ସବୁ କହିସାରିଲେଣି, ଆପଣମାନେ ଦେଖୁଥିବେ 24 ବର୍ଷର ସରକାର ଏବଂ 1.5 ବର୍ଷର ସରକାର। ମୋର ଜଣେ ସାମ୍ବାଦିକ ବନ୍ଧୁ ଅଛନ୍ତି ଏଠି, ସେ ଭୁବନେଶ୍ୱରରୁ ଆସିଛନ୍ତି ଅଲଗ ନ୍ୟୁଜର, ମୁଁ ତାଙ୍କୁ ଧନ୍ୟବାଦ ଦେବି। ସେ ଆଜି ଭୁବନେଶ୍ୱରରୁ ଏଇଠି ଆମ ସାଙ୍ଗେ ସାମିଲ ହେଇଛନ୍ତି। 24 ବର୍ଷର ସରକାର ଆପଣମାନେ ଦେଖିଛନ୍ତି, ବିଶେଷ କରିକି ମା ମାନେ। ଆଜି 70 ଲକ୍ଷ ମା ମାନଙ୍କୁ ଯାହାକୁ ଆତ୍ମନିର୍ଭରଶୀଳ ଯେଉଁ ମାନ୍ୟବର ମୁଖ୍ୟମନ୍ତ୍ରୀ, ପୂର୍ବତନ ମୁଖ୍ୟମନ୍ତ୍ରୀ ଯେଉଁ ଦାୟିତ୍ୱ ନେଇଥିଲେ, ଆଜି ଯେଉଁ ସରକାର ଆସିଛି, ଏ 1.5 ବର୍ଷର ସରକାର କଣ ଆପଣମାନଙ୍କ ପାଇଁ ଦେଉଛନ୍ତି? ଆପଣମାନେ ଆଜି ପ୍ରମାଣରେ ଆଜି ପ୍ରମାଣ ଦେଇଛନ୍ତି ଏ ସଭାରେ, ଆଜି ଏ ସଭାରେ ପ୍ରମାଣ ଦେଖେଇଛନ୍ତି ଯେ 1.5 ବର୍ଷର ସରକାର ଆପଣମାନଙ୍କ ପାଇଁ କଣ କରିଛନ୍ତି? ସୁଭଦ୍ରା ଯୋଜନା କଥା କହୁଛନ୍ତି ଯେ ସୁଭଦ୍ରା ଯୋଜନାରେ ଜଣେ ମା ମାନେ 5,000 ଟଙ୍କା ଲେଖା 6 ମାସରେ ପାଇବେ, ବର୍ଷକୁ 10,000 ପାଇବେ, 5 ବର୍ଷରେ 50,000 ପାଇବେ, କୋଟିପତି ହେବେ, ଲକ୍ଷପତି ହେବେ। এই তো মা মানে অଛନ୍ତି বিভিন্ন মহিলা শক্তি গ্রুপর সভানেত্রী ବି ବସିଛନ୍ତି, ମହିଳା ସଭାନେତ୍ରୀ ମାନେ ବି ବସିଛନ୍ତି। ଆପଣମାନେ ବିଭିନ୍ନ ସ୍ୱୟଂସହାୟକ ଗୋଷ୍ଠୀ ତିଆରି କରିଛନ୍ତି। ଆପଣମାନେ ଥରେ ଚିନ୍ତା କରି ଦେଖନ୍ତୁ ଯେ ଗୋଟେ ମା ଡେଲି 27 ଟଙ୍କା ଲେଖା ପାଉଛି, 27 ଟଙ୍କାରେ ସେ ଲକ୍ଷପତି ଦିଦି ହବ ବୋଲି ଯୋଉ ତାଙ୍କର ଉପମୁଖ୍ୟମନ୍ତ୍ରୀ ଯେ ଦାୟିତ୍ୱ ନେଇଛନ୍ତି ମହିଳା ବିକାଶର ମନ୍ତ୍ରୀ ହିସାବରେ, ସେ କହୁଛନ୍ତି ଲକ୍ଷପତି ଦିଦି ହେବେ। ଏ ଯୋଉ କଥା କୁହା ସରକାର ଆସିଛି, ମୁଁ ଆପଣମାନେ ସମସ୍ତଙ୍କୁ ଧନ୍ୟବାଦ ଦେବି। ଆଜି ଷୋଳ ନିର୍ବାଚନ ମଣ୍ଡଳୀର ପୁନଃ ଅନୁକୂଳରୁ ସମସ୍ତେ ଆଜି ଯୋଉ ସାମିଲ ହେଇଛନ୍ତି ନବୀନ ବାବୁଙ୍କ ହାତ ମୁଠାକୁ ଟାଣ କରିବା ପାଇଁ। ତେଣୁ ମୁଁ ସମସ୍ତଙ୍କୁ ଆଗ୍ରହ କରିବି, ମା ମାନେ ଟିକେ ହାତ ଉଠେଇ ନବୀନ ବାବୁଙ୍କ ଟିକେ ଆଶୀର୍ବାଦ କରନ୍ତୁ। ମା ମାନେ ହୁଳି ହୁଳି ଦରକାର ଦେଇ ହୁଳି ହୁଳି କରନ୍ତୁ ମା ମାନେ ଟିକେ। ଧନ୍ୟବାଦ।
আগে প্রমাণ করে দেখেছি সর্বনির্বাচন মন্ডলী আপনার মানে 2024 जो आशीर्वाद आपण माने देइथिले आदि जो पूर्वतन जो मान्यवर थिले से कहउछथि जे सोरे और विकास ही पाउनी काई कि आदि सोर निर्वाचन मंडल जो गोवा फुलर कथा उठिछि जो बस स्टैंड रो कथा उठिछि आदि मान्यवर कहउछथि यदि हमें करि देबो हमर ना हे जीवो सही पई इनि जेरकम ऑफिसर को लगे कि काम अटका जाउछि तेणु मु आज सभारे घोषणा करुच्ची आपण माने जो आशीर्वाद देइछथि आपण तो आपण मानक साथरे सेवा करिया पे जो आशीर्वाद देइछथि आगामी दिन रे छोरे गोवा फूल पाई हो कि बस स्टैंड पाई हो विधानसभा भितरे लड़ाई हेबो एवं आपण माने सहयोग करिवे माने बुढ़े जो दाबी अछि छोरो जो न्याय दाबी अछि दीर्घ दिन दाबी अछि ताको पाइबा पाई आमे भारी को नहीं आपण मानकर सहयोग आवश्यकता अछि तेणु आपण मान समस्त को धन्यवाद देबी एते मात्र आपण माने एई शामिल नै छथि तेणु आपण मान समस्त को धन्यवाद देउची एवं महाप्रभु मठे प्रार्थना करूची 2026 जो नूतन वर्ष आछि आपण मानक पाई सुख समुद्र वर्ष हो तेणु आपण मान समस्त को धन्यवाद दे मो वक्तव्य को साथ करती धन्यवाद जय जगन्नाथ जय नबी नबी बनाई जिंदाबाद नबी बनाई जिंदाबाद धन्यवाद।